ଟ୍ରେଣ୍ଡ ଗୋଲ୍ଡ ଟ୍ରେଡ୍ ଏଣ୍ଟ୍ରି କଲି ଯେଉଁଟାକି ମୋତେ 4000 4604 ଏଣ୍ଟ୍ରି କଲି ଆଉ ମୋ ଏସ୍ଏଲ୍ ଜଷ୍ଟ ଛୋଟ ରହିଲା ଏସ୍ଏଲ୍ 4609 ଏସ୍ଏଲ୍ ତ ମୋର ଟିପି ପାଇଲା 4583 ଯେଉଁଟାକି ମୋର ଏସ୍ଏଲ୍ 400 400 ପଏଣ୍ଟର ଏସ୍ଏଲ୍ ଆଣ୍ଡ ମୋ ଟାର୍ଗେଟ୍ ରହିଲା ଯେ ମୋ ଟାର୍ଗେଟ୍ ଜଷ୍ଟ 2000 ପଏଣ୍ଟର ଟାର୍ଗେଟ୍ 1:4 1:4 1:4 ରିସ୍କ ରିୱାର୍ଡ଼ ସହିତ ମୁଁ ଏଣ୍ଟ୍ରି କଲି ଗୋଲ୍ଡରେ ମୋତେ ଗୋଟେ ପୁଲ୍ ବ୍ୟାକ୍ ପରେ ଏଣ୍ଟ୍ରି ମିଳିଲା ତାପରେ ଗୋଲ୍ଡରେ ମୁଁ ଭଲ ଟ୍ରେଡ଼୍ଟା ନେଇଥିଲି ଯେଉଁଟାକି ସେଲ୍ ସାଇଡ଼୍ ଥିଲା ସେଲ୍ ସାଇଡ଼୍ ଟ୍ରେଡ଼୍ ଥିଲା ଭଲ ପ୍ରଫିଟ୍ ବି ଦେଖ ଶୋ କରୁଥିଲା ଟ୍ରେଲିଂ ଏସ୍ଏଲ୍ ପାଇଁ ମୋ ଟ୍ରେଲିଂ ଏସ୍ଏଲ୍ ହିଟ୍ କରିକି ତାପରେ ଗୋଲ୍ଡ ଭଲ ମୁଭମେଣ୍ଟ ଥିଲା ଗୋଲ୍ଡକୁ ତ ଟ୍ରେଲିଂ ଏସ୍ଏଲ୍ ହିଟ୍ ହେଇକି ମୋ ଟ୍ରେଲିଂ ଏସ୍ଏଲ୍ ହିଟ୍ କଲା ଦେନ୍ ଗୋଲ୍ଡ ପୁଣି ଭଲ ମୁଭମେଣ୍ଟ ସେଲ୍ ସାଇଡ଼୍ ଦେଲା ତ ମୋର ଟାଇଟଲି ଟ୍ରେଡ୍ କରିବାର ନଥିଲା ତ ମୋର ପ୍ରଫିଟ୍ $1 ପ୍ରଫିଟ୍ ହେଲା କିନ୍ତୁ ମୋତେ ଯଦି ଟାଇଟଲି ଟ୍ରେଡ୍ ନ କରିଥାନ୍ତି ତେ $17-18 ପ୍ରଫିଟ୍ ଥାନ୍ତା ମୋ ଟାର୍ଗେଟ୍ ଥିଲା $40-50 ଟାର୍ଗେଟ୍ ଥିଲା $50 ଟାର୍ଗେଟ୍ କିନ୍ତୁ ଟ୍ରେଲିଂ ଏସ୍ଏଲ୍ ହିଟ୍ କରିଥିଲା ତ ମାକ୍ସ କରିହେବନି ଏବେ ତ ମୁଁ ଆଉ ଟ୍ରେଡ୍ ନେବିନି ଗୋଲ୍ଡର ସେକେଣ୍ଡ ଟ୍ରେଡ୍ ପାଇଁ ଦେଖିବା କ'ଣ ହେଉଛି ଆଫ୍ଟର ମୋ ଟ୍ରେଲିଂ ଏସ୍ଏଲ୍ ପରେ ହିଟ୍ କଲା ପରେ ଗୋଲ୍ଡ ଭଲ ମୁଭମେଣ୍ଟ ଦେଲା ହଁ ଏଥର ଯେତେବେଳେ ଟ୍ରେନ୍ ନେବି ତ ଟ୍ରେଲିଂ ଏସ୍ଏଲ୍ ଟିକେ ଦୂରେ ରଖି ତ ଏବେ ଗୋଲ୍ଡ ଭଲ ମୁଭମେଣ୍ଟ ଦଉ ଆହୁରି ଚାଲିଛି ତ ମୋତେ ଖରାପ ଲାଗୁନି କିନ୍ତୁ $17-18 ମୋର ପ୍ରଫିଟ୍ ଥାନ୍ତା କିନ୍ତୁ ଲସ୍ ହେଲା କିନ୍ତୁ ଏ ଟ୍ରେଡ଼ିଂରେ ତ ଏଥିରେ କିଛି କହିହେବନି ତ ଏମିତି ହୁଏ ଟ୍ରେଡ଼ିଂରେ ଏସବୁ ସହିବାକୁ ପଡ଼େ ତାର ମୋର କ'ଣ ହେଇଛି ନା ମୋର ପ୍ରଫିଟ୍ $100 ଚାଲିଥିଲା କିନ୍ତୁ ମୁଁ ଟ୍ରେଲିଂ ଏସ୍ଏଲ୍ ଲଗେଇ ନଥିଲି ମୁଁ ଭାବିଥିଲି ନା ମାର୍କେଟ୍ ଯିବାର ଉପରକୁ ଆଉ ଟିକେ ଉପରୁ ଯିବ ଆଉ ଟିକେ ଉପରୁ ଯିବ ଆଉ ଟିକେ ଉପରୁ ଯିବ 100 ହଉ 200 ହଉ ତ ମୋ ଟାର୍ଗେଟ୍ ଥିଲା $200 ପାଖାପାଖି କିନ୍ତୁ $100 ଯେତେବେଳେ ମାର୍କେଟ୍ ଫଲ୍ କଲା ମୁଁ ଟିକେ ହୋଲ୍ଡ କଲି ମୁଁ ଭାବିଲି ଆଉ ଟିକେ ମାର୍କେଟ୍ ଯିବ କାରଣ ଟାର୍ଗେଟ୍ ସେଠି ଅଛି ଲଙ୍ଗ୍ ଟର୍ମରେ ଯିବ କିନ୍ତୁ ମୋର ଏସ୍ଆଇ ଟିକେ ଛୋଟ ରହିବାରୁ $100 ପ୍ରଫିଟ୍ରୁ ମୁଁ $40 ପ୍ରଫିଟ୍ରେ $40 ଲସ୍ରେ ମୁଁ କନଭର୍ଟ ହେଇଗଲା ମୋର ସେ ପ୍ରଫିଟ୍ଟା ତ ମୁଁ ଏତେ ଖରାପ ଲାଗିଲା ମୁଁ ଭାଙ୍ଗି ପଇଲି ହାରିଗଲି ଆଜ୍ଞା ମୁଁ ସେଇଠି ହିଁ ହାରିଗଲି ତ ଏବେ ମୁଁ ସେଇ ଭୟରେ ସେଇ ଭୟରେ ମୁଁ ଏସ୍ଏଲ୍ଟା ଟ୍ରେଲ୍ କରୁଛି କିନ୍ତୁ ଏଥରକ ଭୟ ନ କରି ଏଥରକ ରିସ୍କ ଦେଖି ଟ୍ରେଲ୍ କରିବି ତ ପ୍ରଫିଟ୍ରେ ହିଁ ଅଛି
ତାର ଡିସ୍କ ଦେଖି ଟେଲ୍ କରିମି ଆଉ ପ୍ୟାନିକ ଟେଲ୍ ନ କରିକି ଡିସ୍କ ଦେଖି ଟେଲ୍ କରିକି ଦେଖିଆ କଣ ହଉଛି।